ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା। ଗୁରୁ ପୂର୍ଣ୍ଣିମା ଅଖିଳ ଭାରତୀୟ ସାହିତ୍ୟ ପରିଷଦ କେଶବନଗର ଶାଖା ଓ ସେକ୍ଟର 6 ସରକାରୀ ଉତ୍କୃଷ୍ଟ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ବ୍ୟକ୍ତି ନିର୍ମାଣରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ରାଉରକେଲାରେ। ଶିକ୍ଷୟିତ୍ରୀ ତଥା ଶାଖାର ସମ୍ପାଦିକା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଓ କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ରାଉତଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ହରମୋହନ ମିଶ୍ର, ବିଷୟ ବିଶେଷଜ୍ଞ ଭାବେ ଶିକ୍ଷାବିତ୍ ତାରିଣୀ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସହଦେବ ମହାକୁଡ଼, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାକ୍ତନ ପ୍ରଧାନ ଶିକ୍ଷକ ବ୍ରଜେନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ଆଲୋଚ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ। ବିଷୟ ବିଶେଷଜ୍ଞ ତଥା ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ ଚରିତ୍ର ଗଠନ, ଦେଶ ମାତୃକା ପ୍ରତି ସମର୍ପିତ ଭାବ, ବିଦ୍ୟାଳୟ ଓ ଗୁରୁଙ୍କ ପ୍ରତି ସମ୍ମାନ ବୋଧ, ଆଚରଣ ଓ ଉଚ୍ଚାରଣ ମଧ୍ୟରେ ସମନ୍ୱୟ, ସମୟକୁ ସମ୍ମାନ, ବୃକ୍ଷରୋପଣ, ପରିବେଶ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶିକ୍ଷୟିତ୍ରୀ ସ୍ନେହଲତା ସାହୁଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ସ୍ୱାଗତ ସଙ୍ଗୀତ, ସଭାପତି ଶ୍ରୀ ରାଉତ ପ୍ରାକ୍ କଥନ, ଅନୁଷ୍ଠାନର ନୂତନ ସଭ୍ୟ କବି ଗୌତମ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଶିକ୍ଷୟିତ୍ରୀ ବବିତା କୁମାରୀ ଜେନା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ନେହଲତା ସାହୁ, ଅନିମା ମିଶ୍ର, ପୁଷ୍ପଲତା ପ୍ରଧାନ, ଶକୁନ୍ତଳା ତ୍ରିପାଠୀ, ସ୍ୱାଗତିକା ବେହେରା, ମାହେଶ୍ୱରୀ ବେହେରା, ସୁକନ୍ୟା ପାଣ୍ଡିଆ, ଅନିମା ଲାକ୍ରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଦେଖନ୍ତୁ ତାରି ଚିତ୍ର। ଗଢ଼ି ତୋଳିଛନ୍ତି। ତେଣୁ ତମମାନଙ୍କ ଭିତରେ ଅନେକ ମହାପୁରୁଷଙ୍କର ଉପସ୍ଥିତି ଯେ ନଥିବ ସେ କଥା କହି ଦେଉନାହିଁ। ତେଣୁ ଆମେ ଏତିକି ଦେଖିବା ଯେ ମଣିଷର ଜୀବନ ବୟସରେ କେହି ତୁଳନା କରନ୍ତି ନାହିଁ, କେହି କହନ୍ତି ନାହିଁ। ମଣିଷକୁ 2-4 ଜଣ ପିଲା ଟିକେ ଫୁଟକା ଦେଉଛ, ମଣିଷକୁ ପ୍ରକୃତରେ ତଉଲିବାକୁ ହବ ତା କର୍ମରେ। ତମମାନଙ୍କର ପାଠପଢ଼ା ବର୍ତ୍ତମାନ ମୁଖ୍ୟ କର୍ମ, ତା ସହିତ ଚରିତ୍ର ନିର୍ମାଣ, କେମିତି ତମେ ଭବିଷ୍ୟତର ମୂଳ ହେଇକି ବାହାରିବ, ଦେଶ କଲ୍ୟାଣରେ, ତମ ପରିବାର କଲ୍ୟାଣରେ, ତମ ସମାଜର କଲ୍ୟାଣରେ ତମମାନେ କେମିତି ନିରନ୍ତର ବ୍ରତୀ ରହିବ, ଏଇଟା ନିଜକୁ ବଢ଼େଇ ନେବାର ସମୟ। কবিতা কেমতি লেখନ୍ତି, গল্প কেমতি লেখନ୍ତି, সাহিত্যକୁ কেমতি রুধিমন্ত করিবে ସେମାନେ। তেଣୁ ଏଇଟା ଗୋଟେ ଆମର କ୍ୟାରିୟର କାଉନସିଲ ସହିତ ସମାନ। ତେଣୁ ମୁଁ ସ୍ୱାଗତ କରିଥିଲି ସମସ୍ତଙ୍କୁ। ଆଉ ସମସ୍ତେ ଆସିଛନ୍ତି ଥିଲେ। ତମେ ଗୋଟେ ଜାଣିଛ এইটু শিখিকরি যাও, মাতৃভূমি মাতৃভাষার মমতা যাহুতে জন্মি নাই, তাপরে পূরণ করে পারিব পিলে। তাকু যদি জ্ঞানী গণরে গড়িবা, তারপর তাকু অজ্ঞান রহিবে কাহি। ব্যুরো নিউজ ଓଡ଼ିଶା କଥା। ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି, ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।